14 ଜଣ ଧର୍ମାନ୍ତୀକରଣ ମାନଙ୍କୁ ପୋଲିସ ଗିରଫ କରିଛି। କାହିଁକି ନା ସେମାନେ ପ୍ରଲୋଭିତ କରି ଖ୍ରୀଷ୍ଟିଆନ ଧର୍ମରେ ପରିବର୍ତ୍ତନ କରୁଥିଲେ। ବାରବାଙ୍କିର ଏକ ଗାଁରେ ପ୍ରଲୋଭିତ କରି ଖ୍ରୀଷ୍ଟିଆନ ଧର୍ମରେ ପରିବର୍ତ୍ତନ କରୁଥିଲେ। ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ କର୍ମୀଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନମସ୍କାର, ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଆଜିର ବିଷୟବସ୍ତୁ 14 ଜଣ ଧର୍ମାନ୍ତୀକରଣକୁ କାହିଁକି ଏବଂ କେମିତି ପୋଲିସ ଆରେଷ୍ଟ କରିଛି, ସେ ସମସ୍ତ ବିଷୟରେ ଆସନ୍ତୁ ଜାଣିବା। ରବିବାର ଦିନ ପୋଲିସ ପ୍ରଶାସନର ଏକ ଦଳ ବାରବାଙ୍କିର ସଫଦରଗଞ୍ଜ ଥାନା ଅଞ୍ଚଳର ବାଙ୍କିପୁରର ଏକ ଗାଁରେ ଅଚାନକ ଚଢ଼ାଉ କରିଥିଲେ। ଯେଉଁଠି ପୋଲିସ ଦେଖିବାକୁ ପାଇଲା ଗାଁର ଏକ ଘରର ଛାତ ଉପରେ 100ରୁ ଅଧିକ ପୁରୁଷ ଏବଂ ମହିଳାମାନଙ୍କୁ ଖ୍ରୀଷ୍ଟିଆନ ଧର୍ମାନ୍ତୀକରଣ ମାନେ ଏକାଠି କରିକି ଡାକିଥିଲେ ଏବଂ ପ୍ରାର୍ଥନା କରିବା ପାଇଁ ସେମାନଙ୍କୁ ବାଇବେଲ ମଧ୍ୟ ଦେଇଥିଲେ। ପୋଲିସର ସୂଚନା ଅନୁଯାୟୀ ଲକ୍ଷ୍ନୌର ନମ୍ବର ପ୍ଲେଟ ଥିବା ଏକ ୱାଗନର କାର ଭିତରେ କିଛି ଲୋକ ଅନୁସୂଚିତ ଜାତିର ଲୋକମାନଙ୍କୁ ଖ୍ରୀଷ୍ଟିଆନ ଧର୍ମରେ ଧର୍ମାନ୍ତୀକରଣ କରୁଥିଲେ। ଆଉ ଏହି ଧର୍ମାନ୍ତୀକରଣ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ରାଧେଶ୍ୟାମ ଗୌତମ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲେ। ଆଉ ଠିକ୍ ସେହି ସମୟରେ ପୋଲିସ 18 ଜଣ ଲୋକଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଆଉ ସେହି ଧର୍ମାନ୍ତୀକରଣ ସ୍ଥାନରୁ ପୋଲିସ ଏକ ୱାଗନର କାର ଏବଂ 12ରୁ ଅଧିକ ମୋଟର ସାଇକେଲକୁ ଜବତ ମଧ୍ୟ କରିଛି। ବିଶ୍ୱ ହିନ୍ଦୁ ପରିଷଦର ଇନ୍ଦ୍ରେଶ କୁମାର ଏବଂ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ବିନୟ ରାଜପୁତଙ୍କ ନେତୃତ୍ୱରେ କର୍ମୀମାନେ ଗାଁରେ ଚାଲିଥିବା ଧର୍ମ ପରିବର୍ତ୍ତନ ଆଗରୁ ମଧ୍ୟ ଜାଣିଥିଲେ। ସେଥିପାଇଁ ସେମାନେ ସଜାଗ ମଧ୍ୟ ଥିଲେ ଧର୍ମାନ୍ତୀକରଣକୁ ଧରିବା ପାଇଁ। ଏବଂ ପରବର୍ତ୍ତୀ ସମୟରେ ପୋଲିସ ପ୍ରଶାସନ ମଧ୍ୟ ସକ୍ରିୟ ହୋଇ ଉଠିଥିଲା। ଯେଉଁ ଛାତ ଉପରେ 100ରୁ ଅଧିକ ପୁରୁଷ ଏବଂ ମହିଳାମାନଙ୍କୁ ଧର୍ମାନ୍ତୀକରଣ କରାଯାଉଥିଲା, ପୋଲିସକୁ ଯେତେବେଳେ ଖବର ମିଳିଲା, ପୋଲିସ ହଠାତ୍ ଘଟଣାସ୍ଥଳରେ ଶୀଘ୍ର ପହଞ୍ଚି ଯାଇଥିଲା ଏବଂ ସେହି ଘଟଣାସ୍ଥଳରୁ ପୋଲିସ 14 ଜଣଙ୍କୁ ଗିରଫ ମଧ୍ୟ କରିଥିଲା। ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ବିନୟ ରାଜପୁତ କହିଛନ୍ତି ଯେ କିଛି ଦିନ ହେବ ବାଙ୍କିପୁର ଗାଁରେ ଧର୍ମ ପରିବର୍ତ୍ତନର କାର୍ଯ୍ୟକ୍ରମ ଲଗାତାର ଭାବରେ ପ୍ରୋଗ୍ରାମ କରିବା ପାଇଁ ପ୍ଲାନିଂ ଚାଲିଥିଲା। ଆଉ ସେ ଏହା ମଧ୍ୟ କହିଛନ୍ତି ଗାଁର ଆଖପାଖରେ ଥିବା ଦଳିତ ଏବଂ ଗରିବ ସମ୍ପ୍ରଦାୟର ଲୋକମାନଙ୍କୁ ସେମାନେ ଟାର୍ଗେଟ କରି ଧର୍ମାନ୍ତୀକରଣ ଗୁପ୍ତ ଭାବରେ କରୁଥିଲେ। ମାନେ ଲୁଚି ଲୁଚି ଗରିବ ନିରୀହ ଲୋକମାନଙ୍କ ମାଇଣ୍ଡ ୱାଶ କରି ସେମାନେ ଧର୍ମ ପରିବର୍ତ୍ତନ କରୁଥିଲେ। ମୁଁ ଅନେକ ସମୟରେ କହିଛି, ଆଉ ଆଗରୁ ମଧ୍ୟ କହିଛି, ଏବେ ମଧ୍ୟ କହୁଛି, କିଛି ନିର୍ଦ୍ଦିଷ୍ଟ ଖ୍ରୀଷ୍ଟିଆନ ଧର୍ମାନ୍ତୀକରଣ ମାନେ ସେମାନେ ନିରୀହ ଗରିବ ଆଦିବାସୀର ଲୋକମାନଙ୍କୁ ଟାର୍ଗେଟ କରିଥାନ୍ତି। ସେମାନଙ୍କୁ ଟଙ୍କା ପଇସାର ଲୋଭ ଦେଖାଇଥାନ୍ତି, ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିବା ପାଇଁ ଏବଂ ଦାରିଦ୍ର୍ୟ ସୀମାକୁ ଦୂର କରିବା ପାଇଁ ପ୍ରଲୋଭିତ କରିକି ଧର୍ମାନ୍ତୀକରଣ କରିଥାନ୍ତି ବା ଧର୍ମ ପରିବର୍ତ୍ତନ କରାଇଥାନ୍ତି। ଲକ୍ଷ୍ନୌରୁ ଏକ କାରରେ ଆସିଥିବା ଖ୍ରୀଷ୍ଟିଆନ ପାଦ୍ରୀ ଲୋକମାନଙ୍କୁ ପ୍ରାର୍ଥନା ସଭାରେ ଯୋଗ ଦେଇ ଧର୍ମ ପରିବର୍ତ୍ତନ କରିବା ପାଇଁ ପ୍ରେରଣା ଦେଉଥିଲେ। ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ଏହି ସମସ୍ତ ତଥ୍ୟ ଜାଣିସାରିବା ପରେ ଏହାକୁ ବିରୋଧ କରିବା ସହିତ ପୋଲିସକୁ ମଧ୍ୟ ଇନଫର୍ମ କରିଥିଲେ। ପୋଲିସ ବିଳମ୍ବିତ ରାତିରେ ଏକ ମାମଲା ରୁଜୁ କରି 5 ଜଣଙ୍କୁ ଗିରଫ କରି ଜେଲକୁ ପଠାଇବା ପାଇଁ ପ୍ରସ୍ତୁତି କରିଛନ୍ତି। ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ, ଧର୍ମାନ୍ତୀକରଣ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ।